ଯେତେ ଚେକିଂ କର ଯେ ମଦୁଆ ଯେତେ ଚେକିଂ କର ସେ ଯୋଉ ପଟେ ହେଲେ ଗଳେଇ ଦେବ ଭିତରକୁ। ହଁ ସେଗୁଡାକ ଏଇ ଡ୍ରାଇଭରକୁ ଦେଖେଇବେ। ଆଉ ଏ ଯୋଉ ବଡ ବାବୁ ଏ ଯୋଉ IAS IPS ଇଞ୍ଜିନିୟର ଡାକ୍ତର କଣ୍ଟ୍ରାକ୍ଟର ବିଲ୍ଡର ପଇସା ବାଲା ଆକୁ କି ଫୁଙ୍କିବେ କାହାକୁ ତଳୁ ଫୁଙ୍କିବେ ନା ଉପରୁ ଫୁଙ୍କିବେ? ଇଏ ଅଛନ୍ତି ସବୁବେଳେ ରହିବେ। ଏଇ ଖଟିକିଆ ମୂଲିଆ ଡ୍ରାଇଭର କୋଉଠି ପିଇଥିଲେ ତାରିଠି ପୁରେଇ ଦେବେ। ଆଉ ଏ ଉପର ଲେବୁଲକୁ ଯାଇପାରିବେନି କେହି। ମନୁଷ୍ୟ କଥା ଛାଡ଼, ଭଗବାନ ଏମିତି ସୃଷ୍ଟି କରିଛନ୍ତି ବିଶ୍ୱରେ ପ୍ରାୟ ଫରେନ୍ ଦେଶ ମାନଙ୍କରେ ବିଦେଶ ଦେଶ ମାନଙ୍କରେ 80 ଭାଗ ଲୋକ ପିଅନ୍ତି। ଇଣ୍ଡିଆରେ ଆସି 50 ଭାଗରେ ପହଞ୍ଚିଗଲାଣି। ଓଡ଼ିଶାରେ 40 ଭାଗରେ ପହଞ୍ଚିଗଲାଣି। 60 ଭାଗେ ଲୋକ ମଦ ଛୁଇଁ ନାହାନ୍ତି। ଏବଂ ଡିଜେ ବନ୍ଦ ଠିକ୍ ଅଛି। ବମ୍ବେ ଗଣେଶ ପୂଜାରେ 3 ଜଣ ଡିଜେ ବାଜାର ମରିଗଲେ। ଦିଲ୍ଲୀରେ 2 ଜଣ ମରିଗଲେ। ମାଡ୍ରାସରେ ଜଣେ ମରିଗଲା। ଧନ ଜୀବନ ନଷ୍ଟ ହେଉଛି ଡିଜେ ବାଜିବା ଦ୍ୱାରା। ଆମର ଗଣେଶ ପୂଜା ଇଣ୍ଡିଆରେ ବମ୍ବେ ହେଉଛି ନମ୍ବର 1। ଓଡ଼ିଶା ହେଉଛି ଗଣେଶ ପୂଜାରେ ଜଟଣୀ ନମ୍ବର 1। ଆମର ଦେବୀ ପୂଜା କଟକ ନମ୍ବର 1। ଲକ୍ଷ୍ମୀ ପୂଜା ଢେଙ୍କାନାଳ ଅନୁଗୁଳ ନମ୍ବର 1। କାଳୀ ପୂଜା ଭଦ୍ରକ ନମ୍ବର 1। ବିଶ୍ୱକର୍ମା ପୂଜା ପାରାଦୀପ ନମ୍ବର 1। କିନ୍ତୁ ଆମ ଭୁବନେଶ୍ୱର ଏଇନା ସବୁଠୁ ଟପିଗଲାଣି। ଏତେ ସୁନ୍ଦର ସାଜସଜା, ଗେଟ୍, ମୂର୍ତ୍ତି, ଆମର ରସୁଲଗଡ଼, ବମ୍ବିଖାଲ, ଝାଡ଼ପଡ଼ା, ଆମର ବରମୁଣ୍ଡା, ନୟାପଲ୍ଲୀ, ଶହୀଦନଗର, ତିନିମୁଣ୍ଡିଆ ମନ୍ଦିର, ବଡ଼ୁସା ରିଜର୍ଟ, ବଣିଆସାହି, ଜାଗମରା, ପୋଖରୀପୁଟୁ, ଆମର ରବି ଟକିଜ, ସାନ୍ତରାପୁର, ଆମର ପଟିଆରେ ଗୋଟେ ବିରାଟ ଆକାରରେ ହେଉଛି ଦେବୀ ପୂଜା, ଫେମସ୍ ଦେବୀ ପୂଜା। ଏବଂ ଦେବୀ ପୂଜାରେ ମଦ ବନ୍ଦ ସରକାର କରିଛନ୍ତି, ଧନ୍ୟବାଦ। ଡିଜେ ବନ୍ଦ ସମସ୍ତେ କରିବେ। ପ୍ଲାଷ୍ଟିକ ବ୍ୟବହାର କରିବାଟା ଉଚିତ ନୁହଁ, ବଢ଼ିଆ କରିଛନ୍ତି। କିନ୍ତୁ ଯେଉଁ ମଦ ବନ୍ଦ, ଯାହା ହଉ ଏ ମଦୁଆ ଗୁଡ଼ାକ ଯେଉଁ ଉତ୍ପାତ ହୁଅନ୍ତି, ଦେବୀ ଗଲାବେଳେ ନାଚ ଫୁଚ କରିକିରି ଗଣ୍ଡଗୋଳ କରନ୍ତି, ସେ ମଦୁଆଙ୍କ ପାଇଁ କଟକଣା ହେଇଗଲା, ଭଲ ହେଲା। ଆଉ ଯେଉଁ ବନ୍ଦ କରିଦେବେ, କୋଉ ସରକାର ବନ୍ଦ କରିବେ? ଏ ମୋଦି ସରକାର ବନ୍ଦ କରିବ? ଏ ମୋଦି ସରକାର ବନ୍ଦ କରିବ? ଅସମ୍ଭବ। ମଦ ଚାରିଆଡ଼େ ବ୍ୟାପିଛି। ଏ ହୋଟେଲ ସବୁ ବନ୍ଦ କରିଦିଅ, ମଦ ବାର ବନ୍ଦ କରିଦିଅ, ମଦ ଦୋକାନ ବନ୍ଦ କରିଦିଅ। ଏ ବନ୍ଦ କରିବେ? ଇଏ ଜାଣନ୍ତିନି ମୋହନ ସରକାର ଏକ୍ସାଇଜ ବିଭାଗ ବିଷୟରେ। ମୋ ପୁତୁରା ପୃଥ୍ୱୀରାଜ ହରିଚନ୍ଦ୍ର ଦାୟିତ୍ୱ ନେଇଛନ୍ତି, ସେ ବୁଝିବେ। ଆରେ ମାତ୍ର 500 କୋଟି ଟଙ୍କା ଆଦାୟ ହେଉଥିଲା ରାଜସ୍ୱ ମଦ, ଏକ୍ସାଇଜ, ଅଫିମ, ଗଞ୍ଜେଇ ଭାଗ ଉପରେ। ଏଇନା ଆମେ କର୍ପୋରେସନ କରିଦେଇଛୁ। ମୋର ସମୟରେ ମୁଁ ଏକ୍ସାଇଜ ମନ୍ତ୍ରୀ ଥିଲାବେଳେ 50 କୋଟିରୁ ଏଇନା 15,000 କୋଟି ଟଙ୍କା ଆଦାୟ ହେଉଛି। ଏତିକି ମଦୁଆ। ଆଗ ଗଞ୍ଜାମ ବାଲା ଏଇଠି ବସିଛନ୍ତି। ଓଡ଼ିଶା ଯାକ ଯେତିକି ମଦ ବିକ୍ରି ହୁଏ କେବଳ ଗଞ୍ଜାମ ଜିଲ୍ଲାରେ ସେତିକି। କାହିଁକି? ଆନ୍ଧ୍ରଠୁ ଶିଖିକିରି। ଆନ୍ଧ୍ର 96,000 କୋଟି ଟଙ୍କା ବର୍ଷକୁ ପାଉଛି ମଦରେ। ତାଙ୍କର ମଦ, ଫିଲ୍ମ, ଏଣ୍ଟରଟେନମେଣ୍ଟ। କିନ୍ତୁ ପରିଶ୍ରମୀ ଲୋକ ସେମାନେ, ଖୋଦ୍ ଖଟନ୍ତି। ଆନ୍ଧ୍ର ଲୋକମାନେ ଚାଷ ହଗା ଡଗା ଚାଷ କରନ୍ତି। ମାଛ କୋଉଠୁ ହେଉଛି? ଆନ୍ଧ୍ରା। କୁକୁଡ଼ା କୋଉଠୁ ହେଉଛି? ଆନ୍ଧ୍ରା। ଫୁଲ କୋଉଠୁ ହେଉଛି? ଆନ୍ଧ୍ରା। କଦଳୀ କୋଉଠୁ ହେଉଛି? ଆନ୍ଧ୍ରା। ବିଜୁଳି ଆନ୍ଧ୍ରା। ଏ ଯେଉଁ ବଢ଼ିଆ ମେଘୁଆ ଆନ୍ଧ୍ରା। ସେମାନେ ପରିଶ୍ରମୀ ଲୋକ, ଖୋଦ୍ ପରିଶ୍ରମ କରନ୍ତି, ମଦ ପିଅନ୍ତି, ଗୁଡ଼େ କୁକୁଡ଼ା ଫୁକୁଡ଼ା ଖାଆନ୍ତି। ପ୍ରତି ଗାଁରେ ସିନେମା ହଲ୍, ଗୁଡ଼େ ମାନେ ଫୁଲକୁ ସଜେଇକି ଭଉଣୀମାନେ
ଯାଆନ୍ତି ଫିଲ୍ମ ଦେଖିବା ପାଇଁ ତାଙ୍କର ଫିଲ୍ମ ହେଲା ଅଙ୍ଗ ସେମାନେ ପରିଶ୍ରମୀ ତାଙ୍କୁ ଅନୁସରଣ କରି ମୁଁ ଆନ୍ଧ୍ର କରିଛି ମଦ କର୍ପୋରେସନ୍ ଭୁବନ ଓଡ଼ିଶାରେ କରେଇଲି 15,500 କୋଟି ଟଙ୍କା ଏଇନା ଆଦାୟ ହେଉଛି ଓଡ଼ିଶାବାସୀ ଜାଣିତା ଏ ସରକାର ଚଳୁଛି ମଦରେ ଇଏ ବନ୍ଦ କ'ଣ କରିବେ ପାଗଲ କଥା ଏଇ ଘୋଡ଼ା ମଦୁଆ ଏ ଦେବୀ ଫେବି ଗଲାବେଳେ ଯେଉଁ ଡିଆଁ ଡିଁ କରନ୍ତି ସେଇଆକୁ ଚେକ୍ କରିବେ ଆଉ ଇଏ କେଉଁ ଦୋକାନ ବନ୍ଦ କରିଦେବେ ମଦ ଦୋକାନ କେଉଁ ହୋଟେଲ ବନ୍ଦ କରିଦେବେ ଚେକିଂ ଜୋରଦାର ହେବ କହିଛନ୍ତି ଆଉ ଯେତେ ଚେକିଂ କର ଯେ ମଦୁଆ ଯେତେ ଚେକିଂ କର ସେ ଯେଉଁ ପଟେ ହେଲେ ଗଳେଇ ଦେବ ଭିତରକୁ ପାଇପ୍ ଫୁଙ୍କିବ ମଦ ପିଇଛନ୍ତି ହଁ ସେଗୁଡ଼ାକ ଏଇ ଡ୍ରାଇଭରକୁ ଦେଖେଇବେ ଆଉ ଏ ଯେଉଁ ବଡ଼ ବାବୁ ଏ ଯେଉଁ IAS IPS ଇଞ୍ଜିନିୟର ଡାକ୍ତର କଣ୍ଟ୍ରାକ୍ଟର ବିଲ୍ଡର ପଇସା ବାଲା ଆଙ୍କୁ କି ଫୁଙ୍କିବେ କାହାକୁ ଏ ତଳୁ ଫୁଙ୍କିବେ ନା ଉପରୁ ଫୁଙ୍କିବେ ଇଏ ଅଛନ୍ତି ସବୁବେଳେ ରହିବେ ଏଇ ଖଟିକିଆ ମୂଲିଆ ଡ୍ରାଇଭର କେଉଁଠି ପିଇଥିଲେ ତାରିଠି ପୁରେଇ ଦେବେ ଆଉ ଏ ଉପର ଲେବୁଲକୁ ଯାଇପାରିବେନି କେହି